ଜୟ ଜଗନ୍ନାଥ ପିଲାମାନେ ଆଜି ପୁଣି କେତେକ ୱାନ୍ ଲାଇନର କ୍ୱେଶ୍ଚେନ୍ ଯୋଉଟା କି ତମ ରାଜନୀତି ବିଜ୍ଞାନର ବହିର ଷଷ୍ଠ ଅଧ୍ୟାୟରୁ ଆସିଛି। ବିଷୟ ରହିଛି ଭାରତ ରାଜନୈତିକ ରେ ସମସାମୟିକ ଆଲୋଚ୍ୟ ବିଷୟ କଣ୍ଟେମ୍ପରାରୀ ଇସ୍ୟୁ ଇନ୍ ଇଣ୍ଡିଆନ୍ ପଲିଟିକ୍ସ। এই ୱାନ୍ ଲାଇନର କ୍ୱେଶ୍ଚେନ୍ କରିବାର ଉଦ୍ଦେଶ୍ୟ ହେଉଛି ଆମେ କିପରି ପରୀକ୍ଷା ସମୟରେ ଅଳ୍ପ ସମୟରେ ଅନେକ ଗୁଡ଼ିଏ କ୍ୱେଶ୍ଚେନ୍କୁ ଆଲୋଚନା କରିବା। ଆଜି ପାଖାପାଖି 50ଟି କ୍ୱେଶ୍ଚେନ୍ ପ୍ରସ୍ତୁତି କରାଯାଇଛି। ଆମେ ଗୋଟେ ପରେ ଗୋଟିଏ ଆଲୋଚନା କରିବା। ପ୍ରଥମ କ୍ୱେଶ୍ଚେନ୍ଟି ରହିଛି ଯେ ଫେମିନିଜିମ୍ ଯୋଉଟା କି ତମର ନାରୀବାଦ ଶବ୍ଦର ପ୍ରଥମ ପ୍ରୟୋଗକାରୀ କିଏ? ସେ ହେଉଛନ୍ତି ଚାର୍ଲ୍ସ। ଚାର୍ଲ୍ସ ହେଉଛନ୍ତି ନାରୀବାଦ ଶବ୍ଦର ପ୍ରଥମ ପ୍ରୟୋଗକାରୀ। ତାପରେ ଆମେ ଦେଖିବା ନାରୀବାଦର ପ୍ରଥମ ପର୍ଯ୍ୟାୟରେ କେଉଁ ଅଧିକାର ଉପରେ ଗୁରୁତ୍ୱ ଦିଆଯାଇଥିଲା? ପ୍ରଥମ ପର୍ଯ୍ୟାୟରେ ମତ ଅଧିକାର ଉପରେ ଗୁରୁତ୍ୱ ଦିଆଯାଇଥିଲା। ଆମେ ଜାଣିଛେ ନାରୀବାଦ 3ଟି ପର୍ଯ୍ୟାୟରେ ଦେଇ ଗତି କରିଥିଲା। ତ ପ୍ରଥମ ଇଏରେ କଣ ହେଲା, ମତ ଅଧିକାର ବିଷୟରେ ଗୁରୁତ୍ୱ ଦିଆଯାଇଥିଲା। ନାରୀବାଦ ଆନ୍ଦୋଳନ ଦ୍ୱିତୀୟ ପର୍ଯ୍ୟାୟଟି କେଉଁ ଦଶକରୁ ଆରମ୍ଭ ହେଇଥିଲା? ତାର ସଠିକ ଆନ୍ସରଟି ହବ ନାରୀବାଦ ଆନ୍ଦୋଳନର ଦ୍ୱିତୀୟ ପର୍ଯ୍ୟାୟଟି 1970 ଦଶକରୁ ଆରମ୍ଭ ହୋଇଥିଲା। ତାପରେ ହଉଛି ଆର୍ଯ୍ୟ ମହିଳା ସମାଜ କିଏ ପ୍ରତିଷ୍ଠା କଲେ? ନା ପଣ୍ଡିତ ରାମବାଇ। ତାପରେ ହଉଛି ପିତୃକେନ୍ଦ୍ରିକ ବ୍ୟବସ୍ଥାକୁ ନାରୀ ଶୋଷଣ ମୂଳକ କାରଣ କେଉଁ ନାରୀବାଦ କୁହାଯାଏ? ପିତୃକେନ୍ଦ୍ରିକ ବ୍ୟବସ୍ଥାକୁ ନାରୀ ଶୋଷଣ ମୂଳର ଉଗ୍ରବାଦୀ ନାରୀବାଦ କୁହାଯାଏ। ତାପରେ ଆମେ ନେକ୍ସଟ କ୍ୱେଶ୍ଚନଟି ଦେଖିବା। କଣ ଅଛି? ଭାରତରେ ମହିଳା ଆୟୋଗ କେବେ ଗଠିତ ହୋଇଥିଲା? ନା ଭାରତରେ ମହିଳା ଆୟୋଗ 1992 ମସିହାରେ ଗଠିତ ହୋଇଥିଲା। ତାପରେ କ୍ୱେଶ୍ଚନ ହଉଛି ଓଡ଼ିଶା ସ୍ୱାୟତ୍ତ ଶାସନ ବ୍ୟବସ୍ଥାରେ ମହିଳାଙ୍କ ପାଇଁ କେତେ ପ୍ରତିଶତ ସ୍ଥାନ ସଂରକ୍ଷଣ ଅଛି? ନା 50%। ତାପରେ ହଉଛି ହିନ୍ଦୁ ବିବାହ ଆଇନ କେଉଁ ବର୍ଷ ପ୍ରଣୀତ ହୋଇଥିଲା? ସଠିକ ଆନ୍ସରଟି 1956 ମସିହାରେ ପ୍ରଣୀତ ହୋଇଥିଲା ହିନ୍ଦୁ ବିବାହ ଆଇନ। ତାପରେ ହଉଛି ଯୌତୁକ ନିରୋଧ ଆଇନ କେବେ ପ୍ରଣୀତ ହୋଇଥିଲା? ନା 1961 ମସିହାରେ। ତାପରେ ହଉଛି ଇକୋଫେମିନିଜିମ୍ ର ଅର୍ଥ କଣ? ଇକୋଫେମିନିଜିମ୍ ର ଅର୍ଥ ହଉଛି ଯେ ପରିବେଶ ଓ ନାରୀ ଅଧିକାରର ସମନ୍ୱୟ ରଖିବା। ତାପରେ ହଉଛି ଷ୍ଟେପ୍ କାର୍ଯ୍ୟକ୍ରମ କାହା ପାଇଁ ଉଦ୍ଦିଷ୍ଟ? ନା ଷ୍ଟେପ୍ କାର୍ଯ୍ୟକ୍ରମଟି ମହିଳା ତାଲିମ ଓ ନିଯୁକ୍ତି ପାଇଁ ଉଦ୍ଦିଷ୍ଟ। ପ୍ରଥମ ମାନବ ପରିବେଶ ସମ୍ମିଳନୀ କେଉଁଠାରେ ଅବସ୍ଥିତ ହୋଇଥିଲା? ପ୍ରଥମ ମାନବ ପରିବେଶ ସମ୍ମିଳନୀ ଷ୍ଟକହୋମ ଠାରେ କଣ ହେଇଥିଲା? ନା ଅନୁଷ୍ଠିତ ହୋଇଥିଲା। ତାପରେ ଦେଖିବା ଷ୍ଟକହୋମ ସମ୍ମିଳନୀ କେଉଁ ବର୍ଷ ହୋଇଥିଲା? ନା ଷ୍ଟକହୋମ ସମ୍ମିଳନୀ 1972 ମସିହାରେ ହୋଇଥିଲା। ତାପରେ ଲେଖିବା ବ୍ରୁଟଲାଣ୍ଡ ରିପୋର୍ଟର ଶୀର୍ଷକ କଣ ଥିଲା? ନା ବ୍ରୁଟଲାଣ୍ଡ ରିପୋର୍ଟର ଶୀର୍ଷକ ଥିଲା ଆମ ସାଧାରଣ ଭବିଷ୍ୟତ। ତାପରେ ହଉଛି ନିରନ୍ତର ବିକାଶ ବା ସଷ୍ଟେନେବଲ ଡେଭଲପମେଣ୍ଟ ଧାରଣା କେଉଁ ରିପୋର୍ଟରେ ଥିଲା? ନା ବ୍ରୁଟଲାଣ୍ଡ ରିପୋର୍ଟରେ ଥିଲା। ତାପରେ ଆମେ ଦେଖିବା ଚିପକ ଆନ୍ଦୋଳନ କେଉଁ ରାଜ୍ୟରୁ ଆରମ୍ଭ ହେଇଥିଲା? ନା ଚିପକ ଆନ୍ଦୋଳନ ଉତ୍ତରାଖଣ୍ଡରୁ ଆରମ୍ଭ ହେଇଥିଲା। ତାପରେ ସେଇ ଚିପକ ଆନ୍ଦୋଳନର କ୍ୱେଶ୍ଚେନ ଚିପକର ଅର୍ଥ କଣ? ନା ଚିପକର ଅର୍ଥ ହଉଛି କୁଣ୍ଢାଇ ଧରିବା। ତାପରେ ଆହୁରି ଗୋଟେ ଚିପକ ଆନ୍ଦୋଳନର ଗୋଟେ କ୍ୱେଶ୍ଚନ ଅଛି ଚିପକ ଆନ୍ଦୋଳନର ମୁଖ୍ୟ ନେତୃତ୍ୱ କିଏ ନେଇଥିଲେ? ନା ସୁନ୍ଦରୀଲାଲ ବହୁଗୁଣା ନେଇଥିଲେ। ନେକ୍ସଟ ଦେଖିବା ଚିପକ ଆନ୍ଦୋଳନର ଜଣେ ପ୍ରମୁଖ ମହିଳା ନେତ୍ରୀଙ୍କ ନାମ କଣ ଥିଲା? ନା ଗୌରୀ ଦେବୀ ଥିଲା। ତାପରେ ଦେଖିବା ସାଇଲେଣ୍ଟ ଭ୍ୟାଲି ବା ନୀରବ ଉପତ୍ୟକା କେଉଁ ରାଜ୍ୟରେ ଅବସ୍ଥିତ? ନା ସଠିକ ଆନ୍ସର ହେଉଛି କେରଳ ରାଜ୍ୟରେ ଅବସ୍ଥିତ। ତାପରେ ଆମେ ଦେଖିବା ବିଷୋୟୀ ଆନ୍ଦୋଳନର ନେତୃତ୍ୱ କିଏ ନେଇଥିଲେ? ନା ଅମୃତା ଦେବୀ ନେଇଥିଲେ ବିଷୋୟୀ ଆନ୍ଦୋଳନର ନେତୃତ୍ୱ। ନେକ୍ସଟ କ୍ୱେଶ୍ଚନ ଦେଖିବା ଆଫ୍ରିକା ଆନ୍ଦୋଳନ କେଉଁ ମସିହାରେ ଆରମ୍ଭ ହେଇଥିଲା? ନା ଆଫ୍ରିକା ଆନ୍ଦୋଳନ ପିଲାମାନେ ମନେ ରଖିବ 1983 ମସିହାରେ ଆରମ୍ଭ ହେଇଥିଲା। ତାପରେ ଦେଖିବା ଆଫ୍ରିକା ଆନ୍ଦୋଳନର କେଉଁ ରାଜ୍ୟର ଜଙ୍ଗଲ ସୁରକ୍ଷା ପାଇଁ ହୋଇଥିଲା? ନା ଆଫ୍ରିକା ଆନ୍ଦୋଳନ କର୍ଣ୍ଣାଟକ ରାଜ୍ୟର ଜଙ୍ଗଲ ସୁରକ୍ଷା ପାଇଁ ହେଇଥିଲା। ତାପରେ ନର୍ମଦା ବଞ୍ଚାଅ ଆନ୍ଦୋଳନର ମୁଖ୍ୟ ନେତ୍ରୀ କିଏ ଥିଲେ? ନା ନର୍ମଦା ବଞ୍ଚାଅ ଆନ୍ଦୋଳନର ମୁଖ୍ୟ ନେତ୍ରୀ ଥିଲେ ମେଧା ପାଟକର। ତାପରେ ନର୍ମଦା ବଚାଓ ଆନ୍ଦୋଳନ କେଉଁ ବନ୍ଧ ପ୍ରକଳ୍ପ ବିରୋଧରେ ହୋଇଥିଲା? ନା ନର୍ମଦା ଆନ୍ଦୋଳନ ଆମର ସର୍ଦ୍ଦାର ସରୋବର ବନ୍ଧ ପାଇଁ ହୋଇଥିଲା। ଗନ୍ଧମାର୍ଦ୍ଦନ ସୁରକ୍ଷା ଆନ୍ଦୋଳନ ଓଡ଼ିଶାର କେଉଁ ରାଜ୍ୟରେ ହୋଇଥିଲା? ସେ ହେଉଛି ଦୁଇଟା ରାଜ୍ୟ ଅଛି, ଗୋଟେ ବରଗଡ଼ ଏବଂ ବଲାଙ୍ଗୀର। ଏଇ ବରଗଡ଼ ଓ ବଲାଙ୍ଗୀର ପାଇଁ କଣ ହେଇଥିଲା? ନା ଗନ୍ଧମାର୍ଦ୍ଦନ ସୁରକ୍ଷା ଆନ୍ଦୋଳନଟି ହୋଇଥିଲା। ଗନ୍ଧମାର୍ଦ୍ଦନରୁ କେଉଁ କମ୍ପାନୀ ଖଣି ଖନନ କରିବାକୁ ଚାହୁଁଥିଲା? ସେ ହେଉଛି ବାଲ୍କୋ କମ୍ପାନୀ ଖଣି ଖନନ କରିବାକୁ ଚାହୁଁଥିଲା।
ତାପରେ ହଉଛି ଚିଲିକା ବଞ୍ଚାଅ ଆନ୍ଦୋଳନ ନେତୃତ୍ୱ କିଏ ନେଇଥିଲେ? ମନେ ରଖିବ ପିଲାମାନେ, ବାଙ୍କ ବିହାରୀ ଦାସ। ଚିଲିକା ଆନ୍ଦୋଳନ ମୁଖ୍ୟ କାରଣ କଣ ଥିଲା? ନା ଚିଙ୍ଗୁଡି ଚାଷ ଏବଂ ପ୍ରଦୂଷଣ। ଇଏ ଥିଲା ଚିଲିକା ଆନ୍ଦୋଳନ ମୁଖ୍ୟ କାରଣ। ଶିମିଳିପାଳ ଜୈବ ସଂରକ୍ଷଣ ଅଞ୍ଚଳ କେଉଁ ଜିଲ୍ଲାରେ ଅବସ୍ଥିତ? ନା ମୟୂରଭଞ୍ଜ ଜିଲ୍ଲାରେ ଶିମିଳିପାଳ ଅବସ୍ଥିତ। କ୍ଷେପଣାସ୍ତ୍ର ଘାଟି ବିରୋଧରେ ବାଲିଆପାଳ ଆନ୍ଦୋଳନ କେଉଁ ଜିଲ୍ଲାରେ? ବାଲିଆପାଳ ହଉଛି ଆମର ବାଲେଶ୍ୱର ଜିଲ୍ଲାରେ। ବାଲେଶ୍ୱର ଜିଲ୍ଲାରେ ବାଲିଆପାଳ ଆନ୍ଦୋଳନ ହେଇଥିଲା କ୍ଷେପଣାସ୍ତ୍ର ଘାଟିକୁ ବିରୋଧ କରି। ବାଲିଆପାଳ ଆନ୍ଦୋଳନର ମୁଖ୍ୟ ସ୍ଲୋଗାନ କଣ ଥିଲା? ନା ମୁଖ୍ୟ ସ୍ଲୋଗାନ ଥିଲା ଆମର ମାଟି ଆମର ପୃଥିବୀ। ତାପରେ 33 ନମ୍ବର କ୍ୱେଶ୍ଚେନ୍, ବନ୍ୟଜନ୍ତୁ ସଂରକ୍ଷଣ ଆଇନ କେଉଁ ବର୍ଷ ପାଳନ ହୋଇଥିଲା? 1972 ମସିହାରେ ପାଳନ ହୋଇଥିଲା। ଜଳ ପ୍ରଦୂଷଣ ନିରୋଧ ଓ ନିୟନ୍ତ୍ରଣ ଆଇନ କେବେ ପାଳିତ ହୋଇଥିଲା? ନା 1974 ମସିହାରେ ଜଳ ପ୍ରଦୂଷଣ ନିରୋଧ ଏବଂ ନିୟନ୍ତ୍ରଣ ଆଇନ ପାଳନ ହୋଇଥିଲା। ଜଙ୍ଗଲ ସଂରକ୍ଷଣ ଆଇନ କେଉଁ ମସିହାରେ ହେଇଥିଲା? ଜଙ୍ଗଲ ସଂରକ୍ଷଣ ଆଇନ 1980 ମସିହାରେ ହୋଇଥିଲା। ତାପରେ କାଶୀପୁର ଆନ୍ଦୋଳନ କେଉଁ ପ୍ରକୃତିର ଶିଳ୍ପ ବିରୋଧରେ ହୋଇଥିଲା? ନା ବକ୍ସାଇଟ ଖଣି ର ବିରୋଧରେ ହେଇଥିଲା। ତାପରେ ଆମେ ଦେଖିବା ଓଡ଼ିଶାର ଲାଞ୍ଜିଗଡ଼ ଠାରେ କେଉଁ କମ୍ପାନୀ ବିରୋଧରେ ଆନ୍ଦୋଳନ ହୋଇଥିଲା? ନା ଓଡ଼ିଶାର ଲାଞ୍ଜିଗଡ଼ ଠାରେ ବେଦାନ୍ତ କମ୍ପାନୀ ବିରୋଧରେ ଆନ୍ଦୋଳନ ହୋଇଥିଲା। ତାପରେ ଆମେ ଦେଖିବା ଜୟଶ୍ରୀ କେମିକାଲ୍ସ କାରଖାନା ବିରୋଧରେ କେଉଁଠାରେ ଆନ୍ଦୋଳନ ହୋଇଥିଲା? ନା ଗଞ୍ଜାମର ହୁମା ଠାରେ ଜୟଶ୍ରୀ କେମିକାଲ ବିରୋଧରେ ଆନ୍ଦୋଳନ ହୋଇଥିଲା। ତାପରେ ଆମେ ଦେଖିବା ବିକାଶ ଜନିତ ବିସ୍ଥାପନରୁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୁଅନ୍ତି କେଉଁମାନେ? ନା ଏଥିରେ ସାଧାରଣତଃ ଆଦିବାସୀ ମାନେ ହିଁ କ୍ଷତିଗ୍ରସ୍ତ ହୋଇଥାନ୍ତି। ତାପରେ ଆମେ ଦେଖିବା ଦଣ୍ଡକାରଣ୍ୟ ପ୍ରକଳ୍ପ କେଉଁ କେଉଁ ଜିଲ୍ଲା ସହିତ ଜଡ଼ିତ? ନା କୋରାପୁଟ ଆଉ ମାଲକାନଗିରି ଜିଲ୍ଲା ସହିତ ଦଣ୍ଡକା ଅରଣ୍ୟ ପ୍ରକଳ୍ପ ଜଡ଼ିତ। ତାମିଲନାଡୁର କେଉଁ ପରମାଣୁ ଶକ୍ତି ପ୍ରକଳ୍ପକୁ ଲୋକ ବିରୋଧ କରିଥିଲେ? ନା କୋଉଟା? ନା କୁଡୁନକୁଲାମ ପ୍ରକଳ୍ପକୁ ବିରୋଧ କରିଥିଲେ। ତାପରେ ଆମେ ଦେଖିବା ଓଡ଼ିଶାର କଳିଙ୍ଗନଗର ଠାରେ କେଉଁ ଶିଳ୍ପ ପ୍ରକଳ୍ପ ବିରୋଧୀ ହିଂସା ଦେଖାଇଲା? ନା ଟାଟା ଷ୍ଟିଲ୍ ଶିଳ୍ପ ବିରୋଧୀ ହିଂସା ଦେଖାଇଲା। ଜଗତସିଂହପୁର ଜିଲ୍ଲାର କେଉଁ ବିଦେଶୀ କମ୍ପାନୀ ବିରୋଧରେ ଆନ୍ଦୋଳନ ହୋଇଥିଲା? ନା ପୋସ୍କୋ ବିରୋଧରେ ଆନ୍ଦୋଳନ ହୋଇଥିଲା ଜଗତସିଂହପୁର ଜିଲ୍ଲାରେ। ତାପରେ ଦେଖିବା ବିକାଶ ଜନିତ ବିସ୍ଥାପତିଙ୍କର ମଧ୍ୟରେ ଆଦିବାସୀଙ୍କ ଶତକଡ଼ା କେତେ? ନା ଏଟା ସାଧାରଣତଃ ଆମେ 40ରୁ 50 ଭାଗ ହିଁ ବିକାଶ ଜନିତ ବିସ୍ଥାପିତଙ୍କ ମଧ୍ୟରେ ଆଦିବାସୀଙ୍କୁ ପାଇଥାଉ। ହୀରାକୁଦ ବନ୍ଧ ପ୍ରକଳ୍ପ କେଉଁ ନଦୀ ଉପରେ? ନା ମହାନଦୀ ଉପରେ ହୀରାକୁଦ ବନ୍ଧ ପ୍ରକଳ୍ପ ହୋଇଥାଏ। ତାପରେ ଆମେ ଦେଖିବା ପରିବେଶ ସୁରକ୍ଷା ଆଇନ କେଉଁ ବର୍ଷ ପାଳିତ ହୋଇଥିଲା? ନା ପରିବେଶ ସୁରକ୍ଷା ଆଇନ 1986 ମସିହାରେ ପାଳିତ ହୋଇଥିଲା। ଏକ ନାରୀବାଦ ଶବ୍ଦର ମୁଖ୍ୟ ବିଷୟ କଣ? ନା ପ୍ରକୃତି ଓ ନାରୀ ମଧ୍ୟରେ ସମ୍ପର୍କ। ତାପରେ ଆମେ ଦେଖିବା ନାରୀ ଆନ୍ଦୋଳନ ର ତୃତୀୟ ପର୍ଯ୍ୟାୟ କେଉଁ ଦଶକରୁ ଆରମ୍ଭ ହେଇଥିଲା? ନା ସେଇଟା ହଉଛି 1990 ଦଶକରୁ ଆରମ୍ଭ ହେଇଥିଲା। କେଉଁ ସମ୍ବିଧାନ ସଂଶୋଧନ ସହରାଞ୍ଚଳ ସ୍ୱାୟତ୍ତ ଶାସନ ମହିଳାଙ୍କୁ ସଂରକ୍ଷଣ କରୁଛି? ନା 74ତମ ସମ୍ବିଧାନ ସଂଶୋଧନ ଆଇନ। ରାଜସ୍ଥାନର କେଜରଲି ଗ୍ରାମର କେଉଁ ଗଛକୁ ବଞ୍ଚାଇବା ପାଇଁ ବଳିଦାନ ଦିଆଯାଇଛି? ନା ଖେଜୁରୀ ଗଛକୁ ବଞ୍ଚିବା ପାଇଁ ବଳିଦାନ ଦିଆଯାଇଛି। ପିଲାମାନେ ତୁମର 50ଗୋଟି କ୍ୱେଶ୍ଚେନକୁ ମୁଁ କଣ କଲି? ଆଲୋଚନା କରିଦେଲି। ଭିଡ଼ିଓଟି ଭଲ ଲାଗିଥିଲେ ତମେ କଣ କରିବ? ନା ଲାଇକ୍ କରିବ, ସେୟାର କରିବ ଏବଂ ତମେ କଣ କରିବ? ଚ୍ୟାନେଲକୁ ସବସ୍କ୍ରାଇବ କରିନେବ।